यूट्यूब चैनल ग्रोथ जदि हेउना ଏହି ଭିଡିଓଟି ଦେଖିଲା ପରେ 100% ଗ୍ରୋଥ ହେଇଯିବ। ଏହି ଭିଡିଓରେ ମୁଁ ବତାବାକୁ ଯାଉଛି କେମିତି ୟୁଟ୍ୟୁବ ଚ୍ୟାନେଲ ଗ୍ରୋଥ ହେବ। ଏତେ ଦିନ ଧରି କି ୟୁଟ୍ୟୁବ ଚ୍ୟାନେଲରେ କାମ କରିଲା ପରେ ମଧ୍ୟ ୟୁଟ୍ୟୁବ ଚ୍ୟାନେଲଟି ଗ୍ରୋଥ ହେଉନାହିଁ କି ଏତେ ଗୁଡ଼ିଏ ଯାହାକି ଭିଡିଓ ବନାଇଲା ପରେ ମଧ୍ୟ ୟୁଟ୍ୟୁବ ଚ୍ୟାନେଲଟି ଗ୍ରୋଥ ହେଉନାହିଁ। ହେଲେ କିନ୍ତୁ ଫ୍ରେଣ୍ଡସ୍ ମୁଁ ଯାହା ବି ଟ୍ରିକ୍ ବତାବାକୁ ଯାଉଛି ସେ ଟ୍ରିକକୁ ଆପ୍ଲାଏ କଲା ପରେ 100% ଗ୍ରୋଥ ହେଇଯିବ। ଆପଣମାନଙ୍କୁ ମୁଁ ଗ୍ୟାରେଣ୍ଟି ଦଉଛି। ଆପଣମାନେ ମୋ ଉପରେ ଭରସା ରଖନ୍ତୁ ଏବଂ ଭିଡିଓଟିକୁ ପୁରା ଦେଖନ୍ତୁ ଏବଂ ଭଲ ଭାବରେ ଶିଖନ୍ତୁ କି ଆପଣମାନେ କୋଉ ଟ୍ରିକକୁ ଆପ୍ଲାଏ କରିକି ନିଜ ଚ୍ୟାନେଲଟିକୁ ଗ୍ରୋଥ କରାଇବେ, ଯାହାକି ବହୁତ ଗୁଡ଼ିଏ ୟୁଟ୍ୟୁବର ମାନେ ଜାଣି ନାହାନ୍ତି କି ଏମିତି ଗ୍ରୋଥ କରାଯାଇଥାଏ। ସେଥିପାଇଁ ତ ତାଙ୍କ ଚ୍ୟାନେଲଟି ଗ୍ରୋଥ ହୁଏ ନାହିଁ। ଯେତେ ବି ବଡ଼ ବଡ଼ କ୍ରିଏଟର ମାନେ ଦେଖୁଛନ୍ତି ସମସ୍ତେ ଏହି ଟ୍ରିକକୁ ଆପ୍ଲାଏ କଲା ପରେ ହିଁ ତାଙ୍କ ଚ୍ୟାନେଲଟି ଗ୍ରୋଥ ହେଇଛି ଏବଂ ସେମାନେ ବଡ଼ କ୍ରିଏଟର ବନି ଯାଇଛନ୍ତି ଏବଂ ସେମାନେ ମଧ୍ୟ ୟୁଟ୍ୟୁବରୁ ପଇସା ଅର୍ନିଂ କରୁଛନ୍ତି। ସେମିତି ଆପଣମାନେ ମଧ୍ୟ ଗୋଟେ ବଡ଼ କ୍ରିଏଟର ବନିପାରିବେ ଏବଂ ୟୁଟ୍ୟୁବରୁ ପଇସା ମଧ୍ୟ ଅର୍ନିଂ କରିପାରିବେ। ୟୁଟ୍ୟୁବରେ ବର୍ଷ ବର୍ଷ ଯାଏଁ କାମ କଲା ପରେ ମଧ୍ୟ ୟୁଟ୍ୟୁବ ଚ୍ୟାନେଲଟି ଗ୍ରୋଥ ହେବ ନାହିଁ, କାହିଁକି ନା କି ସଠିକ୍ ଟ୍ରିକ୍ ଆପଣମାନେ ଆପ୍ଲାଏ କରୁନାହାନ୍ତି। ସେଥିପାଇଁ ତ ଚ୍ୟାନେଲଟି ଗ୍ରୋଥ ହେଉନାହିଁ କି ଆପଣଙ୍କର ଭିଡିଓରେ ଭ୍ୟୁଜ୍ ହିଁ ଆସୁନାହିଁ କି ଆପଣଙ୍କର ସବସ୍କ୍ରାଇବ୍ ମଧ୍ୟ ବଢ଼ୁନାହିଁ। ଏହାର ମେନ୍ ରିଜନ୍ ହେଉଛି ଆପଣମାନେ ନିଜେ ହିଁ। ଆପଣମାନେ ସଠିକ୍ ତରିକା ଯଦି ଆପ୍ଲାଏ କରିବେ ନିହାତି ଭାବରେ ଆପଣଙ୍କ ଚ୍ୟାନେଲଟି ଗ୍ରୋଥ ହେଇଯିବ। ଯାହାକି ମୁଁ ଏହି ଭିଡିଓରେ ଗୋଟେ ଟ୍ରିକ୍ ହିଁ ଆପଣମାନଙ୍କୁ ବତେଇବି, ସେଇ ଟ୍ରିକକୁ ଆପ୍ଲାଏ କଲା ପରେ 100% ଗ୍ରୋଥ ହେଇଯିବ। ଭିଡିଓକୁ ଆଗକୁ ବଢ଼ାଇବା ପୂର୍ବରୁ ମୋ ବିଷୟରେ ଟିକେ ଜାଣି ନିଅନ୍ତୁ। ମୋ ନାମ ହେଉଛି କାନୁ ମାଝୀ, ମୁଁ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ରୁହେ। ଆପଣମାନଙ୍କର ଗୁଗଲ ଆଡସେନ୍ସ ପ୍ରୋବ୍ଲେମ ଯଦି ଅଛି ତାହେଲେ ନିହାତି ଭାବରେ ଆମ ସହିତ କଣ୍ଟାକ୍ଟ କରିପାରିବେ। ମୁଁ ଆପଣଙ୍କର ପ୍ରୋବ୍ଲେମକୁ ମୁଁ 100% ମୁଁ ସଲ୍ଭ କରିବି। ମୁଁ ଡିସ୍କ୍ରିପ୍ସନରେ ମୁଁ ଇନଷ୍ଟାଗ୍ରାମ ଲିଙ୍କ ମଧ୍ୟ ଦେଇଦେଇଛି, ଯାଇକି ଇନଷ୍ଟାଗ୍ରାମରେ ଆପଣମାନେ କମେଣ୍ଟ କରିପାରିବେ। ଆପଣଙ୍କର କମେଣ୍ଟର ରିପ୍ଲାଏ ମୁଁ ନିଶ୍ଚିତ ଭାବରେ ଦେବି ଏବଂ ଆପଣଙ୍କର ପ୍ରୋବ୍ଲେମକୁ ମଧ୍ୟ ମୁଁ 100% ମୁଁ ସଲ୍ଭ କରିବି। ଏତିକି ଆପଣମାନେ ମୋ ଉପରେ ଭରସା ରଖନ୍ତୁ ଏବଂ ଆପଣମାନେ ଆମ ସହିତ କଣ୍ଟାକ୍ଟ କରିପାରିବେ। ଚାଲନ୍ତୁ ଫ୍ରେଣ୍ଡସ୍, ବେଶୀ ଡେରି ନ କରି ଭିଡିଓଟିକୁ ଆରମ୍ଭ କରିବା। ଲେଟ୍ସ ଷ୍ଟାର୍ଟ ନାଉ। ୟୁଟ୍ୟୁବ ଚ୍ୟାନେଲ ଗ୍ରୋଥ ହେଉନାହିଁ ଏବଂ ଜଲ୍ଦି ଜଲ୍ଦି ଗ୍ରୋଥ ଯଦି କରିବାର ଅଛି ତାହେଲେ ଆପଣମାନେ ଏହି ଟ୍ରିକକୁ ହିଁ ଆପ୍ଲାଏ କରନ୍ତୁ। ଆପଣମାନେ ଚେଷ୍ଟା କରନ୍ତୁ କି ସର୍ଟ ଭିଡିଓ ବନାଇବା ପାଇଁ ଏବଂ ଭଲ ଏଡିଟିଂ କରନ୍ତୁ ବା ଭଲ କଣ୍ଟେଣ୍ଟ ଆଣନ୍ତୁ, ଯାହାଦ୍ୱାରା କି ଆପଣଙ୍କର ସର୍ଟ ଭିଡିଓଟି ନିହାତି ଭାବରେ ରାଙ୍କ କରିଯିବ ଏବଂ ଭାଇରାଲ ହେଇଯିବ। ଆଗରୁ ଲଙ୍ଗ ଭିଡିଓ ଯଦି ବନାଉଥିଲେ ତାହେଲେ ଏବେ ଚେଷ୍ଟା କରନ୍ତୁ କେମିତି ସର୍ଟ ଭିଡିଓ ଗୋଟିଏ ବନାଇବି ଏବଂ ପ୍ରତ୍ୟେକ ଦିନ ଅପଲୋଡ କରିବି। ସେମିତି ଆପଣମାନେ ଗୋଟେ ନିଶ ବନାଇ ନିଅନ୍ତୁ ଏବଂ ଡେଲି ସର୍ଟ ଭିଡିଓ ବନାଇବାକୁ ଚେଷ୍ଟା କରନ୍ତୁ ଏବଂ ନିଜ ଚ୍ୟାନେଲରେ ଅପଲୋଡ କରନ୍ତୁ। ନିହାତି ଭାବରେ ସର୍ଟ ଭିଡିଓଟି ରାଙ୍କ କରିଯିବ। ଯେତେ ବି ଆପଣମାନେ ସର୍ଟ ଭିଡିଓ ଦେଖନ୍ତି ବହୁତ ଗୁଡ଼ିଏ ଯାହାକି ଭ୍ୟୁ ଆସିଥାଏ, କାହିଁକି ନା କି ସର୍ଟ ଭିଡିଓ ଯେତେବେଳେ ଚାଲିଯାଏ ନା ସର୍ଟ ଭିଡିଓଟି ବହୁତ ରାଙ୍କ କରିଥାଏ। କାହିଁକି ନା କି ଏତେ ସର୍ଟ ଭିଡିଓକୁ ସମସ୍ତ ଲୋକମାନେ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି। ହେଲେ କିନ୍ତୁ ଫ୍ରେଣ୍ଡସ୍ ଗୋଟେ ଲଙ୍ଗ ଭିଡିଓକୁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଲୋକମାନେ, ବା ଏତେ ସମୟ ପର୍ଯ୍ୟନ୍ତ ସେମାନେ ଯାହାକି ସମୟ ହିଁ ଦେଇପାରନ୍ତି ନାହିଁ କି ୱାଚ୍ ମଧ୍ୟ କରନ୍ତି ନାହିଁ। ସେଥିପାଇଁ ଚେଷ୍ଟା କରନ୍ତୁ କେମିତି ସର୍ଟ ଭିଡିଓ ଗୋଟିଏ ବନେଇବି ପ୍ରତ୍ୟେକ ଦିନ ଏବଂ ନିଜ ଚ୍ୟାନେଲ ପାଇଁ ଯାହାକି ଅପଲୋଡ କରିବି। ସେମିତି ଆପଣମାନେ ଗୋଟେ ନିଶ ବନାଇ ନିଅନ୍ତୁ, ନିହାତି ଭାବରେ ଚ୍ୟାନେଲଟି ଗ୍ରୋଥ ହେଇଯିବ। ଚ୍ୟାନେଲ ପାଇଁ ସର୍ଟ ଭିଡିଓ ଯଦି ବନଉଛନ୍ତି ତାହେଲେ ଦୁଇଟି ଫାଇଦା ଅଛି। ଗୋଟେ ତ ଆପଣଙ୍କର ଲଙ୍ଗ ଭିଡିଓରେ ମଧ୍ୟ ଭ୍ୟୁଜ୍ ଆସିଯିବ ଏବଂ ଗୋଟିଏ ହେଲା ସର୍ଟ ଭିଡିଓରେ ମଧ୍ୟ ଭ୍ୟୁଜ୍ ଆସିଯିବ, ବା ଆପଣଙ୍କର ଯେତେ ବି ଭିଡିଓ ଗୁଡ଼ିକ ଭ୍ୟୁଜ୍ ଆସୁନଥିଲା ସେ ଭିଡିଓରେ ମଧ୍ୟ ଯାହାକି ଭ୍ୟୁଜ୍ ଗୁଡ଼ିକ ଆସିଯିବ। ସେଥିପାଇଁ ସର୍ଟ ଭିଡିଓ ବନାନ୍ତୁ ଏବଂ ଆପଣମାନଙ୍କର ଚ୍ୟାନେଲରେ ସବସ୍କ୍ରାଇବ୍ ମଧ୍ୟ ବଢ଼ିଯିବ, ଯାହାକି ଆଗରୁ ବଢ଼ୁନଥିଲା ଲଙ୍ଗ ଭିଡିଓ ଯେତେବେଳେ ବନଉଥିଲେ। ଗୋଟେ ୟୁଟ୍ୟୁବ ଚ୍ୟାନେଲକୁ କାହିଁକି ସବସ୍କ୍ରାଇବ୍ କରନ୍ତି ଲୋକମାନେ? ଯେତେବେଳେ ତାଙ୍କୁ ବହୁତ ପସନ୍ଦ ଲାଗିଥାଏ ବା ଆପଣଙ୍କ ଭିଡିଓରୁ କିଛି ଶିଖିବାକୁ ମିଳିଥାଏ ସେତେବେଳେ ଗୋଟିଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥାନ୍ତି। ସେଥିପାଇଁ ଫ୍ରେଣ୍ଡସ୍, ଆପଣମାନେ ସର୍ଟ ଭିଡିଓ ଯଦି ପସନ୍ଦ ଆସିଯାଆନ୍ତି ତାହେଲେ ନିହାତି ଭାବରେ ସବସ୍କ୍ରାଇବ୍ କରିବେ ହିଁ କରିବେ ଏବଂ ଆପଣଙ୍କର ଲଙ୍ଗ ଭିଡିଓକୁ ମଧ୍ୟ ଦେଖିବାକୁ ପସନ୍ଦ କରିବେ। ଫ୍ରେଣ୍ଡସ୍, ଆପଣ ତ ଏହି ଭିଡିଓରେ ଜାଣିପାରିଲେ କି କେମିତି ଏହି ଟ୍ରିକକୁ ଆପ୍ଲାଏ କରିକି ନିଜ ଚ୍ୟାନେଲଟି ଗ୍ରୋଥ କରାଇବେ ଜଲ୍ଦି, ଯାହାକି ଆପଣମାନଙ୍କୁ ଭଲ ଭାବରେ ବତାଇବାକୁ ମୁଁ ଚେଷ୍ଟା କରିଛି। ଏହି ଭିଡିଓରେ ତ ଭଲ ଭାବରେ ଜାଣିପାରିଲେ କି ଗୋଟେ ୟୁଟ୍ୟୁବ ଚ୍ୟାନେଲକୁ ଆମେ କେମିତି ଜଲ୍ଦି ଗ୍ରୋଥ କରାଇବା ବା କେଉଁ ଟ୍ରିକକୁ ଆପ୍ଲାଏ କରିକି ଜଲ୍ଦି ଗ୍ରୋଥ କରାଇବା, ଯାହାକି ଆପଣମାନେ ଭଲ ଭାବରେ ଜାଣିପାରିଲେ। ଆପଣମାନଙ୍କୁ ଭିଡିଓଟି ଯଦି ଭଲ ଲାଗିଛି ନିହାତି ଭାବରେ ଗୋଟେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖିବେ ଏବଂ ନିଜର ସାଙ୍ଗମାନଙ୍କୁ ସେୟାର କରିଦେବେ, ଯାହାଦ୍ୱାରା କି ଆପଣଙ୍କର ସାଙ୍ଗମାନେ ମଧ୍ୟ ଦେଖି ଶିଖିପାରିବେ। ଚାଲନ୍ତୁ ଫ୍ରେଣ୍ଡସ୍, ଆମେ ନେକ୍ସଟ ଭିଡିଓରେ ଦେଖା ହବା।